ଚିତେ ନାହିଁ ତାର କାହାକୁ ଅନ୍ତର ଚିତେ ନାହିଁ ତାର ଅନନ୍ତ ପୁରୁଷ ଦୀକ୍ଷା ବହି ସୂର୍ଯ୍ୟ ସ୍ୱରୂପ ହେ ଗୋଟିଏ ଛତ୍ରୀ ବନମହେ ସୂର୍ଯ୍ୟ ସ୍ୱରୂପ ହେ ଗୋଟିଏ ଛତ୍ରୀ বনমহে স্বর্গে সুরপতি দিগপাল খ্যাতি অমরাধি ভুবন বাস পাই স্বর্গে সুরপতি দিগপাল খ্যাতি অমরাধি ভুবন বাস পাই কেরচিলা পুর হেতু নাহি তার কেরচিলা পুর হেতু নাহি তার সচি ঘেনি ভোগ কোলাতহি শূন্য স্বরূপ হে গোটিয়া ছত্রী ভো বনমহি হ্যালো মিতারি ক্ষেত্রমণি মোতে করিছি গুণী হ্যালো মিতারি ক্ষেত্রমণি মোতে করিছি গুণী তেণু আজ্ঞা যেতবেলে আজ যাই হ্যাঁ মাতা সচীদেবী রাজা নহুষ প্রেম ভিক্ষা মাগিছু হেলা আজ্ঞা এই সময় আজি হেলা, মন হেলা। মধ্যে বিচার কলে মাতা সচীদেবী সচীদেবী যে মু হেউছি ইন্দ্রঙ্কর পত্নী হ্যাঁ যেহেতু মু ইন্দ্রঙ্কর পত্নী হেলা। সমস্ত মানব জাতির মুই হেউছি মা 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 যেহেতু রাজা নহুষ হেউছন্তি মধ্যে গোটে মানব মানব তু গোটে মানব হেতু মোর পুত্র মোর পুত্র হ্যাঁ তু তুমর পুଅ হই হ্যাঁ। মা কসিকে প্রেম ভিক্ষা মাগুছু মাକୁ ପ୍ରେମ ଭିକ୍ଷା ମାଗୁଛୁ আজ্ঞা এই সময়ে হ্যাঁ। মাতা সচীদেবী কলে তবে এই সময়ে ହଁ ଯାର ମନରେ ମନରେ ଗର୍ବ ବଢି ଯାଇଛି ଯାର ମୁଁ ତୋର ସମସ୍ତ ଗର୍ବକୁ ଗଞ୍ଜନ କରୁଛି ଗର୍ବକୁ ଗଞ୍ଜନ କରୁଛି କହିଲେ ରାଜା ନହୁଷ ହଁ ତୁମେ ମତେ ବିବାହ କରିବ ହଁ ତୁମେ ମତେ ଭଲ ପାଉଛ ମୁଁ ବହୁତ ଭଲ ପାଉଛି ଆଜ୍ଞା ତେବେ ତୁମେ ମତେ ବିବାହ କରିବ ହଁ ବିବାହ କରିବା ପାଇଁ ହେଲେ ହେଲେ? ତୁମକୁ ମୋର ଗୋଟିଏ ସର୍ତ୍ତ ମାନିବା ପାଇଁ ପଡିବ ଆରେ ଗୋଟିଏ ସର୍ତ୍ତ କଣ 20ଟା ସର୍ତ୍ତ କହିଲେ ମୁଁ ପୂର୍ଣ୍ଣ କରିଦେବି ନାଇଁ ଗୋଟିଏ ସର୍ତ୍ତ ମାନ ଗୋଟାଏ ମାତ୍ର ଶୀଘ୍ର କୁହ ତୁମେ ସାତଜଣ ଋଷିଙ୍କୁ ଡାକିବ ହଁ ସାତଜଣ ଋଷି ହଁ। ତୁମକୁ ହାନ୍ଦଳା କରି ବୋହି ବୋହି ନେବେ ଠିକ ଅଛି ସୂର୍ଯ୍ୟାସ୍ତ ପୂର୍ବରୁ ହେଲା। ସମଗ୍ର ବ୍ରହ୍ମାଣ୍ଡରେ ତୁମେ ପରିକ୍ରମ କରି ଯଦି କରେଇ ମୋ ପାଖରେ ଆସି ପହଞ୍ଚିଯିବ ପହଞ୍ଚିବ ତେବେ ଯାଇ ମୁଁ ତୁମେ ବିବାହ କରିବି ହଁ। ମୋ ବାମ ପକ୍ଷରେ ବସିବି ଆରେ ଏଇ କଥା ତ ଏଇଟା ପୁରା ମୋର ବାହା ହାତର ଖେଳ ତେବେ ଠିକ ଅଛି ମୁଁ ଡେରି ନ କରି ଏଇଟା ଶୀଘ୍ର କରିଦେଉଛି ଆରେ କିଏ ଅଛରେ ଶୀଘ୍ର 7 ଜଣ ବ୍ରାହ୍ମଣକୁ ଡାକିଲ ଋଷିମାନଙ୍କୁ 7000 ଡାକ କିଏ କିଏ ଆସିବେ କିଏ କିଏ? ଦୁର୍ବାସା ବଶିଷ୍ଠ ସୁଦେବ ମାର୍କଣ୍ଡ ବିଭାଣ୍ଡକ ଗୌତମ ପରାଶର ଅଷ୍ଟବକ୍ର ସାରା ଆଉ କଳିଯୁଗ ବାବାଜୀଙ୍କୁ ଡାକିଲେନି ଆଉ କଳିଯୁଗ ବାବାଜୀ କିଏ କହିଲ ସୁର ସାରଥି ବାନା ଆରେ ସବୁ ଘଣା ପଲି ହୁଁ ସେମାନେ ଘଣା ବୋଲୁଛନ୍ତି ହଁ ସେମାନେ ଆଉ ନାହାନ୍ତି ହଉ ତେଣୁ ଆଜ୍ଞା ଏହି ସମୟରେ 7 ଜଣ ଋଷିଙ୍କୁ ଡକାଗଲା ହଁ ଆଜି ତେଣେ 7 ଜଣ ଋଷିଙ୍କ ମଧ୍ୟରେ ଜଣେ ଋଷି ଥିଲେ ଅଷ୍ଟବକ୍ର। ଯାହାଙ୍କର ନାମ ଥିଲା ଆଜ୍ଞା ଅଷ୍ଟବକ୍ର ହେଲା ମାତା ସଚୀଦେବୀ ହଁ। ଜାଣି ଜାଣି ସେହି ଋଷିଙ୍କୁ ଆଜ୍ଞା ଡାକିଥିଲେ ଡାକିଥିଲେ ତାଙ୍କର ଆଜ୍ଞା ଗୋଟେ ବିଶ୍ୱାସତ୍ୱ ହଉଛି ହଁ। ସେ ପ୍ରଚଣ୍ଡ ରାଗି ରାଗି ଟିକେ ଟିକେ କଥା ଆଜ୍ଞା ବହୁତ ରାଗି ଯାଆନ୍ତି କ୍ରୋଧି କ୍ରୋଧି ତେଣୁ ଆଜ୍ଞା ହେଲା କଣ କଣ ହେଲା? ଆଜି ତେଣୁ ଆଜ୍ଞା 7 ଜଣ ଋଷି ଆସିଲେ ହଁ 7 ଜଣ ଋଷି ତାଙ୍କୁ ହାନ୍ଦଳା କରି ବୋହିକି ନେବେ ବହିକି ନେବେ ଆଜ୍ଞା ଆଜି ବୋହି ବୋହି ଯାଉଛନ୍ତି ହଁ ଆଉ ସୂର୍ଯ୍ୟ ଅସ୍ତ ହବା ପାଇଁ କିଛି ସମୟ ବାକି ଅଛି ବାକି ଅଛି କିନ୍ତୁ ବ୍ରହ୍ମାଣ୍ଡ ଆହୁରି ଅତିକ୍ରମ କରିବା ପାଇଁ ବହୁତ ଦୂର ବାକି ଅଛି ବ୍ରହ୍ମାଣ୍ଡ ଆହୁରି 12 ବାକି ଅଛି 4 ବୁଲିଛି ଏହି ସମୟରେ ଆଜ୍ଞା ଜଲ୍ଦି ଜଲ୍ଦି ଯିବା ପାଇଁ ହଁ। କଲେ କଣ କଣ କଲେ? ନା ସର୍ପତାମ କହିକି ଆଜ୍ଞା ସମସ୍ତଙ୍କୁ ବାଡେଇଲେ ପ୍ରହାର କଲେ ବା ପ୍ରହାର କଲେ ହେଲା ଆଜ୍ଞା ଏହି ସମୟରେ ହଁ। ମନ ମଧ୍ୟରେ ବିଚାର କଲେ ଅଷ୍ଟବକ୍ର ଋଷି ଋଷି ଯେ ସର୍ପତାମ ଅର୍ଥ ହେଉଛି ଜଲ୍ଦି ଜଲ୍ଦି ଚାଲିଯାଅ ଶୀଘ୍ର ଶୀଘ୍ର ଚାଲି ଯାଅ ବା ଶୀଘ୍ର ଶୀଘ୍ର ଯାଅ ହଁ କିନ୍ତୁ ଆଜ୍ଞା ଅଷ୍ଟବକ୍ର ଋଷି ମନ ମଧ୍ୟରେ ବିଚାର କଲେ ହଁ ସର୍ପତାମ ଅର୍ଥ ହେଉଛି ସର୍ପ ସର୍ପ ମୁଁ ଟିକେ ବଙ୍କେଇ ବଙ୍କେଇ ଚାଲୁଛି ବୋଲି ବୋଲି ସେ ମତେ ପରିହାସ କରିକି ସର୍ପ ବୋଲି କହୁଛି ପ୍ରହାର କଲେ ଆଜ୍ଞା ସଙ୍ଗେ ସଙ୍ଗେ ହଁ ପାଲିକି ତଳେ ପାଲିକିଙ୍କୁ ଥୋଇଦେଲେ ଥୋଇଦେଲେ ତଳେ ଆଜ୍ଞା କହିଲେ କଣ କଣ କହିଲେ? ନା ସଙ୍ଗେ ସଙ୍ଗେ ଆଜ୍ଞା ଅଭିଶାପ ଦେଲେ ହଁ। ଯେ ଯେଉଁ ସର୍ପ କହି ତୁ ମତେ ଅଭିଶାପ ଦେଇଛୁ ବା ପ୍ରହାର କରିଛୁ ହଁ ମୁଁ ତତେ ଅଭିଶାପ ଦେଉଛି ହେଲା
ସେ ପାଦ ବିହୀନ ଅଜଗର ସାପ ହେଇ ତୁ 12 ବର୍ଷ ପର୍ଯ୍ୟନ୍ତ ବୁଲିବୁ ବୁଲିବୁ 12 ବର୍ଷ ଭିତରେ ତୋର କୌଣସି ମୃତ୍ୟୁ ହେଇଯିବ ହଁ ମୃତ୍ୟୁ ପରେ ପରେ ଚତୁର୍ଦିଗରେ ଏକ ପ୍ରେତ ହୋଇ ବୁଲିବୁ ପ୍ରେତ ହୋଇ ବୁଲିବୁ ଯେବେ ତୋହର ପୁତ୍ର ହଁ। ଯଜାତି ହେଲା। ତାହାର ରାଜ୍ୟର ନରମେଧ ଯଜ୍ଞଟିଏ କରିବ ହଁ। ତେବେ ଯାଇ ତୁ ପ୍ରେତରୁ ଉଦ୍ଧାର ପାଇବୁ ମୁକ୍ତି ପାଇବୁ ମୁକ୍ତି ଆଜ୍ଞା, ପାଇବୁ ସଙ୍ଗେ ସଙ୍ଗେ ଅଭିଶାପଟି ଦେଇଦେବେ ହେଇଗଲା ଆଜ୍ଞା ଆଜି ବ୍ରାହ୍ମଣଙ୍କର ଅଭିଶାପଟି ପଡିଗଲା ପଡ଼ିଗଲା ସଙ୍ଗେ ସଙ୍ଗେ ସେହା ହିଁ ହେଲା ହେଲା ସେହି ଦିନ ଠାରୁ ଆଜ୍ଞା ହଁ। ରାଜା ନହୁଷ ହଁ। ଚତୁର୍ଦିଗରେ ଆଜ୍ଞା ପ୍ରେତ ହିଁ ବୁଲୁଛି ବୁଲୁଛନ୍ତି ଆଜି ତେଣେ ପୁତ୍ରଙ୍କ ନିକଟରେ ସବୁ କଥା ପିତା ନହୁଷ ସମସ୍ତ ବୃତ୍ତାନ୍ତ କହିଲେ ଯଜାତି ସବୁ ଶୁଣିଲେ ଯେ ସେ କିପରି ପିତୃ ପ୍ରେତ ହୋଇଥିଲେ ହଁ। ଏବଂ କାହିଁକି ପ୍ରେତ ହୋଇଥିଲେ ହୋଇଥିଲେ ଆଜ୍ଞା ଏହି କଥାକୁ ମନ ମଧ୍ୟରେ ବିଚାର କରି ହଁ କହିଲେ ଯଦି ତୁମର ଯୋଗ୍ୟ ସନ୍ତାନଟିଏ ହୋଇଥିବ ହଁ ଯଦି ତୁମର ଉତ୍ତମ ପୁତ୍ରଟିଏ ହୋଇଥିବ ହୋଇଥିବ ତେବେ ମତେ ହଁ। ତୁ ପ୍ରେତରୁ ଉଦ୍ଧାର କରିବୁ ଉଦ୍ଧାର କରିବୁ ଆଜ୍ଞା ରାଜାଙ୍କର ମୁଣ୍ଡରେ ବଜ୍ର ପଡ଼ିଲା ବଜ୍ର ପଡ଼ିଗଲା ଉଦ୍ଧାର କରିବି କେମିତି କେମିତି ଆଜ୍ଞା ଏହି କଥାକୁ ମନ ମଧ୍ୟରେ ବିଚାର କରି ଆଜି ଗୋଟିଏ ପାଦ ଆଗକୁ ବଢେଇଲେ ଆଗକୁ ଗୋଟିଏ ପାଦ ବଢେଇଲେ ଦେଖିଲେ ତ ଜଙ୍ଗଲ ମଧ୍ୟରେ ଏକ ଅଦ୍ଭୁତ ଦୃଶ୍ୟଟି ହଁ କଣ ଦେଖିଲେ ଆଜ୍ଞା କଣ ଦେଖିଲେ ଗଲା କାନନ ମଧ୍ୟରେ କିଛି ଦୂର ପରେ ଆରେ ଦେଖିଲେ କରୁ ଶିବର ଆରେ ତପସ୍ୟା କରନ୍ତି ଏକାଗ୍ର ଚିତ୍ତରେ ବସି ବାଲ୍ମୀକି ପାଶର ତେଣୁ ଆଜ୍ଞା କିଛି ଦୂର ଯାଇଛନ୍ତି ନା ନାଇଁ ହଁ। ଏକ ଅଦ୍ଭୁତ ଦୃଶ୍ୟଟେ ଦେଖିଲେ ଜଣେ ବାବାଜୀ ବସିକି ତପସ୍ୟା କରୁଛି ନା କାନନ ମଧ୍ୟରେ ହଁ। ବାଲ୍ମୀକି ଋଷିଙ୍କ ପାଖରେ ବସି ହଁ। ଜଣେ ଋଷିଟି ଆଜ୍ଞା ତପସ୍ୟା ତପସ୍ୟା କରୁଛନ୍ତି ତାଙ୍କର ଚତୁର୍ଦିଗରେ ହଁ ରାଜ୍ୟର ସମସ୍ତ ପ୍ରଜାମାନେ ପ୍ରଜାମାନେ ନିଜର ଦୁଃଖ ଗୁଡିକୁ ଜଣାଉଛନ୍ତି ଦୁଃଖ ଗୁଡ଼ିକ ଜଣାଉଛନ୍ତି ରାଜା ଆଉ ଡେରି ନ କରି ହଁ। ଯାଇ ସଙ୍ଗେ ସଙ୍ଗେ ପହଞ୍ଚି ଗଲେ ପହଞ୍ଚିଗଲେ ସେ ବାବାଜୀ ତାଙ୍କ କତିରେ। ନିକଟରେ ହଁ ଯେତେବେଳେ ଆଜ୍ଞା ଋଷିଙ୍କୁ ଦେଖିଦେଲେ ହଁ। ସଙ୍ଗେ ସଙ୍ଗେ ଗୋଟେ ପ୍ରଣିପାତ ପ୍रणिपात ଜଣେଇଲେ ଆଜ୍ଞା ଋଷି ଜଣକ କହିଲେ ତୋହର ମନର କଥା ମୁଁ ବୁଝି ପାରୁଛି ହଁ ତୁ ଆସିବା ସମୟରେ ହଁ ସମୟରେ ତୋହର ପିତା ନହୁଷକୁ ଦେଖି ହଁ ତୋ ପିତା ନହୁଷ ହଁ। ବର୍ତ୍ତମାନ ପ୍ରେତ ହୋଇ ଚତୁର୍ଦିଗରେ ବୁଲି ରହୁଛି ହଁ ହଁ ଆଜ୍ଞା ତେଣୁ ତୋ ମୁଣ୍ଡରେ ଗୋଟିଏ ଚିନ୍ତା ହଁ ଯେ ତୁ କିପରି ତୋ ପିତାକୁ ଉଦ୍ଧାର କରିବୁ ଉଦ୍ଧାର କରିବି ଉଦ୍ଧାର କରିବା ପାଇଁ ହେଲେ ହେଲେ ଗୋଟିଏ କାର୍ଯ୍ୟ କରିବା ପାଇଁ ପଡିବ କଣ କରିବି ଆଜ୍ଞା ତୋହର ରାଜ୍ୟରେ ହଁ ଗୋଟିଏ ଯଜ୍ଞଟିଏ କରିବୁ ହେଲା ଯାହାର ନାମ ହେଉଛି ନରମେଧ ଯଜ୍ଞ ନରମେଧ ଯଜ୍ଞ ନରମେଧ ଯଜ୍ଞର ହଁ। କିଛି ନିୟମାବଳୀ ଅଛି କଣ ସେ ନିୟମ ଗୁଡ଼ିକ ସେହି ନିୟମାବଳୀ ଅନୁସାରେ ଯଦି ତୁ ଯଜ୍ଞଟିଏ କରୁ ହଁ ତେବେ ଯାଇକି ତୋହର ପିତା ନହୁଷ ହଁ ପ୍ରେତରୁ ଉଦ୍ଧାର ପାଇବ ଉଦ୍ଧାର ପାଇବ ନା ତାହେଲେ ନିୟମାବଳୀ ଗୁଡାକ କୁହନ୍ତୁ ସେ ମତେ। ନିୟମ ଗୁଡ଼ିକ ଆଜ୍ଞା କଣ ମତେ ଟିକେ କୁହନ୍ତୁ ଆଜ୍ଞା କହିଲେ ଆଜ୍ଞା କି ହଁ ଆଜି କହୁଛନ୍ତି ସମସ୍ତ ନିୟମାବଳୀ ଗୁଡିକ ହଁ ନରମେଧ ଯଜ୍ଞର ହଁ। ଉକ୍ତ ନିୟମ ଗୁଡିକ ଶୁଣ ଯଜାତି ହଁ କହିଲେ ଆଜ୍ଞା କଣ କଣ କହିଲେ? ନ ହୋଇବ ନିରକ୍ଷର ହାଉଲେ। ଏବେ ଅକ୍ଷତ ଶରୀର କଲା ବ୍ରାହ୍ମଣ କୁଳରେ ଜନ୍ମ ଧୀରେ। ହେଇଥିବ ତାର ଆହା, ବ୍ରାହ୍ମଣ କୁଳରେ ଜନ୍ମ ଆହା, ହୋଇଥିବ ତାର ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିବ ତାର ଆହା ନ ହୋଇବ ନିରକ୍ଷର ଅକ୍ଷତ ଶରୀର ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିବ ତାର ବ୍ରାହ୍ମଣ କୁଳରେ ଜନ୍ମ ଆହା ହୋଇଥିବ ତାର
ସନ୍ତାନଟିଏ ସ୍ୱ ଇଚ୍ଛାରେ ଆସି ଝାସ ଦେବ ହଁ ଦେବ ତାହାର ଉକ୍ତ ନିୟମ ଗୁଡ଼ିକ ହେବା ଦରକାର ହଁ ନା କଣ କଣ ନା ତାକୁ 12 ବର୍ଷ ହୋଇଥିବ ହୋଇଥିବ ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିବ ବାପା ମାଙ୍କର ଗୋଟିଏ ପୁଅ ପିତା ମାତାଙ୍କର ଗୋଟିଏ ପୁତ୍ର ହୋଇଥିବ ପାଠ ଦି ଅକ୍ଷର ପାଠ ଦି ଅକ୍ଷର ପଢିଥିବ ଅକ୍ଷତ ଶରୀର ହେଇଥିବ ନିଖୁଣ ଶରୀର କୋଉ ଜାଗାରେ କିଛି ତମେ ଖୁଣି ପାଇବ ନାହିଁ ତାକୁ ଆପେ ଆପେ ଆସି ସ୍ୱ ଇଚ୍ଛାରେ ଆସି ପୂର୍ଣ୍ଣାହୁତି ଦିବସରେ ହଁ ଯଜ୍ଞକୁଣ୍ଡରେ ଝାସ ଦେଲେ ତେବେ ଯାଇ ତୁମ୍ଭର ପିତା ନହୁଷ ପ୍ରେତରୁ ଉଦ୍ଧାର ହେବେ ଆଜ୍ଞା ଏତେ କଠୋର କାର୍ଯ୍ୟ ତ କଲା ଭଳିଆ କାହିଁ ମତେ ଜଣା ପଡୁନି ତୁମ୍ଭେ ତୁମ ପିତାଙ୍କର ଉତ୍ତମ ପୁତ୍ର ତ ହଁ ଆଜ୍ଞା ଯଦି ଉତ୍ତମ ପୁତ୍ର ତେବେ ତୁମ ପିତାଙ୍କୁ ହଁ ଉଦ୍ଧାର କରିବା ପାଇଁ ପଡିବ ଆରେ ଏତେ ଗୁଡ଼ିଏ ସବୁ ନିଷ୍ଠୁର କାମ କେମିତି ହବ ଆରେ ଆପେ ଆପେ ଜାତି ହେଇକି ଆସିକି କିଏ ମରିବାକୁ ଭଲ ପାଉଛି କହିଲ ଏହି ସମୟରେ ଆଜ୍ଞା ବୁଦ୍ଧିମାନ ମନ୍ତ୍ରୀଟିଏ ଥିଲେ ହଁ କହିଲେ ରାଜା ମହାଶୟ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ନା ହେଲା ହେଲା ଚାଲନ୍ତୁ ରାଜ ଦରବାର ନିକଟକୁ ଯିବା ଯିବା। ଏଥିପାଇଁ କିଛି ଗୋଟେ ଭାବନା କରିବା କରିବା ଆଜ୍ଞା ଯାଇ ପହଞ୍ଚି ଗଲେ ରାଜଦରବାର। ରାଜ ଦରବାର ନିକଟରେ ନିକଟରେ ଆଜି ତେଣେ ରାଜ ସିଂହାସନରେ ମୁଖଟିକୁ ମଳିନ କରି ମରିନ ହୋଇ ବସିଛନ୍ତି ହଁ ମନରେ ମାତ୍ର ଗୋଟିଏ ଚିନ୍ତା ହଁ। ମୁଁ କିପରି ମୋର ପିତାଙ୍କୁ ଉଦ୍ଧାର କରିବି ଉଦ୍ଧାର କରିବି ଆଜ୍ଞା ଏହି କଥାକୁ ମନ ମଧ୍ୟରେ ବିଚାର କରି ହେଲା। ଆଜି ମୁଖଟିକୁ ମଳିନ କରି ମୌନ ହୋଇ ରାଜ ସିଂହାସନରେ ବସିଛନ୍ତି ରାଜା ବସିଛନ୍ତି ବୁଦ୍ଧିମାନ ମନ୍ତ୍ରୀଟି ଆସିଲେ ହଁ କହିଲେ ରାଜା ମହାଶୟ ହଁ ଆପଣ ବ୍ୟସ୍ତ କେଉଁଥିପାଇଁ ଗୋଟେ କାର୍ଯ୍ୟ କରିବା କଣ କରିବା ଆମେ ତ ଲୋକମାନଙ୍କୁ ସେମିତି ମାଗିଲେ ଆମକୁ କେହି ଗୋଟେ ଦେଇଦେବେନି ପିଲାଟିଏ ନା ଆମେ ଲୋଭ ଦେଖେଇବା ଲୋଭ ଦେଖେଇବା ହଁ ନା କଣ କରିବା କଣ କରିବା ନା ଭଣ୍ଡାର ଘର ବେଳେ ସୁବର୍ଣ୍ଣ ଥାଳିଟି ଆଣିବା ସେହି ସୁବର୍ଣ୍ଣ ଥାଳିରେ ଆଚ୍ଛା। ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ରଖିବା ରଖିବା ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ରଖି ହଁ। ଡେଙ୍ଗୁରା ବାଲାକୁ କହି ହଁ। ସମଗ୍ର ହସ୍ତିନା କଟକରେ ଡେଙ୍ଗୁରା ବଜେଇବା ଡେଙ୍ଗୁରା ବଜେଇବା ଆମେ ସିନା ଏମିତି ମାଗିଲେ ଆମକୁ କେହି ପିଲା ଦେବେନି ନା। ଆମେ ଯଦି ଲୋଭ ଦେଖେଇବା ଲୋଭ ଦେଖେଇବା ପୁରସ୍କୃତ କରିବା ହଁ। ତେବେ ଲୋକମାନେ ନିଶ୍ଚିତ ଭାବରେ ଦେବେ ଆରେ 24 କ୍ୟାରେଟ ସୁନା ଆଣ ହଲମାର୍କା 916 ହଲମାର୍କା ସୁନା ଆଣି ରଖିବା ଉପରେ ସୁବର୍ଣ୍ଣ ରଖିବା ଆଜ୍ଞା ରାଜାଙ୍କର ମନକୁ କଥାଟି ପାଇଲା ହଁ କହିଲା ତେବେ ଠିକ ଅଛି ବିଳମ୍ବେ କେଉଁଥିପାଇଁ ନା। ସୁବର୍ଣ୍ଣ ଥାଳିଟି ଅଣାଯାଉ ଅଣାଗଲା। ସୁବର୍ଣ୍ଣ ଥାଳିଟି ଆগে ଅଣାଗଲା ହଁ। ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ହାତରେ ରଖାଗଲା। ରଖାଗଲା ଆଜି ଡେଙ୍ଗୁରା ବାଲାକୁ କୁହାଲା ହଁ। ଯେ ସମଗ୍ର ହସ୍ତିନା କଟକରେ କୋଟେ ଡେଙ୍ଗୁରା ବାଜିବ ଡେଙ୍ଗୁରା ବାଜିବ ଆଜି ତେଣେ ଆଜ୍ଞା ଡେଙ୍ଗୁରା ଡେଙ୍ଗୁରା ବାଜୁଛି ସମସ୍ତ ହସ୍ତିନା କଟକରେ ଡେଙ୍ଗୁରା ବାଲା ପୁଅ ବୁଲିଲା ଏ ମୁନା ଡେଙ୍ଗୁରା ବାଜିବ ପିଲାଟେ ଯଦି ସଂଗ୍ରହ କରି ଦେଇପାରିବେ ଥାଳି ପୁଅ ପାଇବୁ ହେଲା ଆରେ ଶୁଣ 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 ଏ ହସ୍ତିନା କଟକର ସକଳ ପ୍ରଜାମାନେ ମନ ଧ୍ୟାନ ଦେଇ ଟିକେ ଶୁଣ ହେଲା ଯିଏ 12 ବର୍ଷର ଗୋଟିଏ ବ୍ରାହ୍ମଣ ସନ୍ତାନ ହଁ। ରାଜାଙ୍କର ଅନ୍ତିମ ସମୟ ଯଜ୍ଞକୁ ଦାନ କରିବ ପୂର୍ଣ୍ଣାହୁତି ଦିବସରେ ହେଲା ତାକୁ ବୟସ 12 ବର୍ଷ ହେଇଥିବ ହୋଇଥିବ ବାପା ମାଙ୍କର ଗୋଟିଏ ବୋଲି ପୁଅ ହେଇଥିବ ଆଚ୍ଛା ପାଠ ଦି ଅକ୍ଷର ପଢିଥିବ ପଢିଥିବ। ତା ଶରୀର ଭାରି ନିଖୁଣ ହେଇଥିବ ଶରୀର ନିଖୁଣ ହେଇଥିବ ହେଲା ଆଉ ଟିକେ ଗୁଲଗାଲିଆ ଟୋକାଟି ହେଇଥିବ ବାଃ। ଯଦି ଆପେ ଆପେ ଯାଇ ସେ ଯଜ୍ଞ କୁଣ୍ଡରେ ଝାସ ଦେବ ଦେବ ତାକୁ ଏଇ ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ପ୍ରାପ୍ତ ହେବ ହୋ ଆଜି ତେଣେ ଆଜ୍ଞା ସମଗ୍ର ହସ୍ତିନାପୁରରେ ଡେଙ୍ଗୁରା ବାଜିଲା ହଁ ଗୋଟିଏ ପରେ ଗୋଟିଏ ଗ୍ରାମ ପରିଭ୍ରମଣ କରିସାରିବା ପରେ ପରେ ଯାଇ ଡେଙ୍ଗୁରା ବାଲା ଆଜ୍ଞା ପହଞ୍ଚି ଗଲା ହରିପୁର ଗ୍ରାମରେ ହରିପୁର ଗ୍ରାମରେ ଆଜ୍ଞା ହରିପୁରରେ ଆଜି ତେଣେ ଡେଙ୍ଗୁରା ବାଜୁଛି ବାଜିଲା ଯେ ଯେଉଁ ବ୍ୟକ୍ତି ଏକ ଉତ୍ତମ ବ୍ରାହ୍ମଣ ସନ୍ତାନଟିଏ ଯଜ୍ଞ କୁଣ୍ଡକୁ ପ୍ରଦାନ କରିବ କରିବ ସିଏ ଏହି ଲକ୍ଷ୍ୟ ଶୂନ୍ୟ ମୁଦ୍ରା ପ୍ରାପ୍ତ ପ୍ରାପ୍ତ ହେବ ହେବ ରାଜା ଯଯାତିଙ୍କର ଆଦେଶ ହଁ ଆଜ୍ଞା ସମଗ୍ର ହସ୍ତିନାପୁରରେ ଆଜି ତେଣେ ଡେଙ୍ଗୁରା ବାଜୁଛି ବାଜିଲା କିଏ କାହିଁ ଜୀବନ ଦେବାକୁ ଯିବ ନା ଆଜ୍ଞା ସେଇ ହରିପୁର ଗ୍ରାମରେ ଜଣେ ବ୍ୟକ୍ତିଟିଏ ଥିଲା ହଁ ଭାରି ଲୋଭୀ କିଏ ସେ ଆଜ୍ଞା କିଏ ସେ? ନା ଧର୍ମଦାସ ପ୍ରଧାନ ସୌଦାଗର ସିଏ ହଉଛନ୍ତି ସୌଦାଗର ହଁ ସେ ହଉଛନ୍ତି ମହାଜନ ମହାଜନ ତେଣୁ ଆଜ୍ଞା ତାଙ୍କରି କର୍ଣ୍ଣରେ କଥାଟି ପଡିଲା ପଡିଗଲା କଲା କମଳା ପୁତ୍ର ଏବେ ଧନ ହାଉଲେ କଲା ଧନ ଦଶରୀ କମଳା ସରି ଭଲ ଆହା ଧର୍ମଦାସ ପ୍ରଧାନ ନାମ ତାହାରି ନାମ ତାହାରି ଧର୍ମନା ସବୁଲିର ନାମ ତାହାରି ହେ ନାମ ତାହାରି ତେଣୁ ଆଜ୍ଞା ହେଲା କଣ ଆଜି ତେଣେ ହରିପୁର ଗ୍ରାମର ଆଜ୍ଞା ଡେଙ୍ଗୁରା ବାଜୁଛି ସେହି ଗ୍ରାମରେ ଆଜ୍ଞା ଜଣେ ଜମିଦାରଟିଏ ଥିଲେ ହଁ। ଯାହାଙ୍କର ନାମ ଥିଲା ଆଜ୍ଞା ଧର୍ମଦାସ
ପ୍ରଧାନ ତାଙ୍କ କର୍ଣ୍ଣର ଆଜ୍ଞା ଏହି କଥାଟି ପଡିଗଲା ପଡ଼ିଗଲା ଆଜ୍ଞା ଆପଣ ମାନେ ଜାଣିଥିବେ ହେଲା। ଯାହାର ଯେତେ ଧନ ତାହାର ସେତେ ସେତେ ଲୋଭ। ଲୋଭ ଆଜ୍ଞା ସେହା ହିଁ ହେଲା ଡାକିଲା ଯେତେବେଳେ ଆଜ୍ଞା କର୍ଣ୍ଣରେ ପଡିଗଲା ପଡ଼ିଗଲା। ସଙ୍ଗେ ସଙ୍ଗେ ଡେଙ୍ଗୁରା ବାଲାକୁ ନିଜ ଦୁଃଖଟି ଆରେ ହେ ହେ ପିଲା ସେଟା ହଁ। କଣ ଡେଙ୍ଗୁରା ବଦଉଛୁ କହିଲୁ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ପ୍ରାପ୍ତ ହବ ଯେ ଗୋଟେ ବାଳକଟିଏ ଦେବ ରାଜାଙ୍କର ଆଦେଶ ହଁ ଯଦି ଗୋଟେ ଉତ୍ତମ ବ୍ରାହ୍ମଣ ସନ୍ତାନଟିଏ ହଁ ଯଜ୍ଞ କୁଣ୍ଡକୁ ପ୍ରଦାନ କରିବ କରିବ। ତେବେ ସିଏ ଏହି ଲକ୍ଷ୍ୟ ସୁନ୍ନମଟା ପ୍ରାପ୍ତ ହେବ ହଁ ତାର ଉକ୍ତ ନିୟମ ଗୁଡିକ ଜାଣ ହେଲା ଦେଖି କଣ କହିଲ ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିବ ହଁ। ପିତାମାତାଙ୍କର ଗୋଟିଏ ପୁତ୍ର ହୋଇଥିବ ହେଲା। 12 ବର୍ଷ ହୋଇଥିବ ହଁ। ପାଠ ଦି ଅକ୍ଷର ପଢିଥିବ ପଢିଥିବ। ନିଖୁଣ ହୋଇଥିବ ହଁ ତେବେ ଯାଇ ସେ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ପ୍ରାପ୍ତ ହେବ ପ୍ରାପ୍ତ ହେବ ଆରେ ମୋ ନଜର ଉପରେ ଗୋଟେ ଛୋଟ ପିଲାଟି 12 ବର୍ଷ ପିଲାଟି ଅଛି ତୁ ଯୋଉ ଲକ୍ଷଣ ସବୁ କହୁଛୁ ହଁ ମୋ ଲକ୍ଷ୍ୟ ଉପରେ ଗୋଟେ ପିଲାଟି ସେମିତି ମୁଁ ଦେଇପାରିବି ହୁଁ ତେଣୁ ସେ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ମୋତେ ଦେଇକି ତୁ ଯା ରାଜାଙ୍କୁ କହିଦେବୁ ତମେ ଦେଇପାରିବ ତ ହଁ ଦେଇପାରିବି ସତ କହୁଛ ସତ୍ୟ ସତ୍ୟ ରାଜାଙ୍କର ଯଜ୍ଞ ଆଉ 7 ଦିନ ବାକି ଅଛି ହେଲା ପୂର୍ଣ୍ଣାହୁତି ଦିବସର ସକାଳ ସମୟରେ ହଁ। ନେଇ ତୁମେ ବ୍ରାହ୍ମଣ ସନ୍ତାନଟିକୁ ପହଞ୍ଚାଇ ପାରିବ ତ ହଁ ହଁ ପହଞ୍ଚାଇ ଦେବି ପାରିବ ତ ହଁ। ତେବେ ନିଅ এই লক্ষ্য স্বর্ণ মুদ্রা তুম নিকটরে রখ ହେଲା। আর মনে রাখিথিব ହଁ যদি তুমি উত্তম ব্রাহ্মণ সন্তানটি ন দেই পার ପାରିବ তুমে সে যজ্ঞ কুণ্ডরে প্রদান করিব ହଁ বুঝিল তো ହଁ ବୁଝିଲି ଆଜ୍ଞା আজ্ঞা এই বার্তা নিয়ে মন্ত্রীবর চালিগলা রাজাঙ্ক নিকটরে ହଁ রাজাঙ্ক নিকটরে কহিলা যে ହଁ। হরিপুর গ্রামর জনে ব্রাহ্মণ ରାଜି ହେଲା ଜଣେ ସୌଦାଗର ସିଏ ପ୍ରଦାନ କରିବେ ଗୋଟେ ବ୍ରାହ୍ମଣ ସନ୍ତାନକୁ ଦାନ କରିପାରିବ ଆଜ୍ଞା ଏହି ସମୟରେ ଯେତେବେଳେ ରାଜା ଶୁଣିଦେଲେ ହଁ। ସଙ୍ଗେ ସଙ୍ଗେ ଯଜ୍ଞ ଆୟୋଜନ କରିଦେଲେ ଖୁସି ହେଇଗଲେ ସମସ୍ତ ବ୍ରାହ୍ମଣ ମାନଙ୍କୁ ଆଜ୍ଞା ନିମନ୍ତ୍ରଣ କରିଦେଲେ ହଁ ଆଜ୍ଞା ହେଲା କଣ କଣ ହେଲା ଆଜି ତେଣେ ମନ ମଧ୍ୟରେ ବିଚାର କଲା ହଁ ରାଜାଙ୍କର ଯଜ୍ଞ ଆଉ 2 ଦିନ ବାକି ବାକି ଅଛି ଅଛି ଆଜି ତେଣେ ମନ ମଧ୍ୟରେ ବିଚାର କରୁଛି ଧର୍ମଦାସ ସୌଦାଗର ହଁ ରାଜାଙ୍କର 2 ଦିନ ବାକି ଅଛି ହଁ। କଲା କଣ କଣ କଲା ନା ଯାଇକି ପହଞ୍ଚି ଗଲା ହଁ କାହାଙ୍କ ଘରେ କାହାଙ୍କ ଘରେ? କଲା ଅତି ଦରିଦ୍ର